ସୁଖମୟ ଦାମ୍ପତ୍ୟ ଜୀବନ ସହ ଜୀବନର ବହୁ ସମସ୍ୟା ଦୂର କରେ ଏହି ବାସ୍ତୁ ଟିପ୍ସ। ତ ଆସନ୍ତୁ ଜାଣିବା ସେଗୁଡ଼ିକ କ'ଣ କ'ଣ। ବନ୍ଧୁଗଣ, ଆପଣ ବହୁବାର ଏପରି ଦେଖିଥିବେ ବିନା କାରଣରେ ପତି ପତ୍ନୀ ଓ ଘରର ସଦସ୍ୟଙ୍କ ମଧ୍ୟରେ କଳହ ହୋଇଥାଏ। ବାସ୍ତୁ ଦୋଷ ଫଳରେ ଏହି ସମସ୍ୟା ଅଧିକ ସୃଷ୍ଟି ହୋଇଥାଏ ବୋଲି କୁହାଯାଏ। ଏଥିରୁ ମୁକ୍ତି ପାଇବା ପାଇଁ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଘରେ କଦାପି ଭଙ୍ଗାରୁଜା ବାସନ ରଖନ୍ତୁ ନାହିଁ। ଯେଉଁ ବାସନ ଟିକେ ଫାଟି ଯାଇଛି କି ଭାଙ୍ଗି ଯାଇଛି, ତ ସେ ବାସନକୁ କେବେ ବି ରଖନ୍ତୁ ନାହିଁ। ଭଙ୍ଗାରୁଜା ବାସନ ରଖିବା ଦ୍ୱାରା ଘରେ ଦାରିଦ୍ରତା ବାସ କରିଥାଏ। କୌଣସି ବସ୍ତୁର ଭଙ୍ଗା କାଚ ମଧ୍ୟ ଘରେ ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ସର୍ବଦା ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ। ଶୟନ କକ୍ଷରେ ଥିବା କବାଟ ଅଳ୍ପ ଭାଙ୍ଗିଥିଲେ ମଧ୍ୟ ଏହାକୁ ବ୍ୟବହାର କରିବା ଉଚିତ ନୁହେଁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହେବା ସହ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଘରେ ଚାଲୁଥିବା ଅଣ୍ଡାକାର, ଅଷ୍ଟଭୁଜାକାର, ଷଡ଼ଭୁଜାକାର ଘଣ୍ଟା ଲଗାନ୍ତୁ। ଅଣ୍ଡାକାର ହେଇଥିବ କି ଅଷ୍ଟଭୁଜାକାର ହେଇଥିବ କି ଷଡ଼ଭୁଜାକାର ହେଇଥିବ, ସେଇ ଘଣ୍ଟା ଲଗାନ୍ତୁ। ଏହା ଖୁବ୍ ଶୁଭ ଫଳ ପ୍ରଦାନ କରିଥାଏ। ଘରର ମୁଖ୍ୟ ଦ୍ୱାର କବାଟ ସାମାନ୍ୟ ଭାଙ୍ଗିଥିଲେ ମଧ୍ୟ ତାକୁ କେବେ ବି ତ ଘର ଲଗାଇବେନି। ଯଦି ଆପଣ ଦେଖିଛନ୍ତି ଟିକେ ଫାଟି ଯାଇଛି, ତ ତାକୁ ନୂଆ ଲଗାଇ ଦିଅନ୍ତୁ। ତାକୁ ମରାମତି କରିକି ତାକୁ ଠିକ୍ କରିଦିଅନ୍ତୁ। ଟିକେ ଯଦି ବି ଭଙ୍ଗା ଅଛି ତାକୁ କେବେ ବି ଲଗାଇବେନି। କାରଣ ଘରେ ସେଇଟା ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଯଦି ଆପଣ ସେମିତି ରଖିଥିବେ, ତାହେଲେ ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିବ। ସେଥିପାଇଁ ଏହାକୁ ତୁରନ୍ତ ହଟାଇ ଦିଅନ୍ତୁ, ନୂଆ କବାଟ ଲଗାନ୍ତୁ। ସେ ଟିକେ ଭାଙ୍ଗିଥିବ ଯଦି ତାକୁ ଜମା ରଖନ୍ତୁ ନାହିଁ। ଘରେ ସକାରାତ୍ମକ ବାତାବରଣ ପାଇଁ ଶିଶୁ, ମହୁଲ, ବବୁଲ, ଶାଗୁଆନ ଆଦିରେ ନିର୍ମିତ ସୋଫାର ବ୍ୟବହାର କରନ୍ତୁ। ଶିଶୁ କାଠ, ମହୁଲ କାଠ, ବବୁଲ କାଠ, ଶାଗୁଆନ ଏହିସବୁ କାଠରେ ସୋଫା ତିଆରି କରନ୍ତୁ। ଅନିଦ୍ରାରୁ ମୁକ୍ତି ପାଇବା ପାଇଁ ଏହି ବାସ୍ତୁ ଟିପ୍ସ ପ୍ରତି ଧ୍ୟାନ ଦିଅନ୍ତୁ। ରାତିରେ ଯଦି ଆପଣଙ୍କର ନିଦ ଠିକ୍ ହେଉନାହିଁ, ତାହେଲେ ଏହି ବାସ୍ତୁ ଟିପ୍ସ ଉପରେ ଟିକେ ଧ୍ୟାନ ଦିଅନ୍ତୁ। ମାନସିକ ଚିନ୍ତା କାରଣରୁ ରାତିରେ ନିଦ ହେବାରେ ବାଧା ସୃଷ୍ଟି କରିଥାଏ। ଅନିଦ୍ରା କାରଣରୁ ଜୀବନରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଲୋକେ ଔଷଧର ସେବନ କରିଥାନ୍ତି। ମାତ୍ର କେତେକ ବାସ୍ତୁ ଟିପ୍ସ ପ୍ରତି ଧ୍ୟାନ ଦେଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ତ ଆସନ୍ତୁ ଜାଣିବା ସେଗୁଡ଼ିକ କ'ଣ କ'ଣ। ନିଜ ଶୟନ କକ୍ଷରେ ଜଳର କୌଣସି ପାତ୍ର ରଖନ୍ତୁନି। ଜଳ ବି ନିଜ ଶୟନ କକ୍ଷରେ କେବେ ବି ଜଳ ରଖିବେନି। ତ ପାଣି ବୋଟଲ ହେଉ କି ଏଇ ଯେ ଲୋକମାନେ ଏବେ ରଖୁଛନ୍ତି ଏକ୍ୱାରିୟମ୍ ମାଛ ରଖୁଛନ୍ତି, ଜଳ ଜିନିଷ, ଜଳ ସମ୍ପର୍କିତ ଜିନିଷ କିଛି ବି ରଖିବେନି। ଏପରି କରିବା ଦ୍ୱାରା ଗୃହରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ, ଯାହାଦ୍ୱାରା ଅନିଦ୍ରା ସମସ୍ୟା ସୃଷ୍ଟି ହୋଇଥାଏ। କିଛି ଲୋକେ ନିଜ ଶୟନ କକ୍ଷରେ ବୈଦ୍ୟୁତିକ ସାମଗ୍ରୀ ରଖିଥାନ୍ତି, ଯେପରିକି ଟିଭି, କମ୍ପ୍ୟୁଟର। ଏଇଟା କେବେ ବି ରଖିବେନି। ଏହା ରଖିଲେ ବୈବାହିକ ଜୀବନରେ ବହୁତ ଅଶାନ୍ତି ହୋଇଥାଏ। ଆଉ ମନ କେବେ ଶାନ୍ତ ରୁହେନି, ନିଦ ବି ଠିକ୍ ହୁଏ ନାହିଁ। ଏହାଦ୍ୱାରା ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏପରି ପ୍ରକାର ସାମଗ୍ରୀ ଶୟନ କକ୍ଷରେ ରଖନ୍ତୁ ନାହିଁ। ଶୟନ କକ୍ଷର ନିଜ ଖଟକୁ ସଠିକ୍ ଦିଗରେ ରଖନ୍ତୁ। ଆଉ ତାକୁ ଯଦି ଆପଣ ଭୁଲ ଦିଗରେ ରଖିବେ, ତା ପାଇଁ ବି ନିଦ ଠିକ୍ରେ ହୁଏ ନାହିଁ। ଏବେ ଜାଣିବା ଗୃହରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ କିଛି ଆବଶ୍ୟକ ବାସ୍ତୁ ଟିପ୍ସ। ମୁଖ୍ୟତଃ ଘରର ଦରଜା, ଝରକା, ମୁଖ୍ୟ ଦ୍ୱାର ଦେଇକି ଘର ଭିତରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି କୁହାଯାଏ। ଏହା ସହ ଶୟନ କକ୍ଷ ପ୍ରତ୍ୟେକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ଏହି କକ୍ଷରେ ଶାନ୍ତିରେ ନିଦ ସଭିଏଁ ଶୋଇଥାନ୍ତି। ତେଣୁ ସମସ୍ତ ସ୍ଥାନକୁ ସଫାସୁତୁରା ରଖିବା ନିତାନ୍ତ ଜରୁରୀ। ମାତ୍ର ବାସ୍ତୁ ଅନୁଯାୟୀ ଏପରି କେତେକ ଉପାୟ ରହିଛି, ଯାହାକୁ ଆପଣେଇବା ଦ୍ୱାରା ଖୁବ୍ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଘରର ରୋଷେଇ ଘର ସର୍ବଦା ସଫାସୁତୁରା ରଖିବା ଉଚିତ। ରୋଷେଇ ଘର ଅପରିଷ୍କାର ରଖିଲେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ। ଗୃହରେ ସର୍ବଦା ସୁଗନ୍ଧ ଧୂପକାଠିର ପ୍ରୟୋଗ କରନ୍ତୁ। ଏହା ଘରକୁ ନକାରାତ୍ମକ ଶକ୍ତି ଦୂର କରିବା ସହ ଉତ୍ତମ ନିଦ ହେବାରେ ମଧ୍ୟ ସାହାଯ୍ୟ କରିଥାଏ। ବହୁ ସମୟରେ ରାତିରେ ଶୋଇବା ସମୟରେ ଦୁଃସ୍ୱପ୍ନ ଆସିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ପାଣିରେ ଲୁଣ ପକାଇକି ଘରକୁ ପୋଛନ୍ତୁ। ଏହା ଘରୁ ନକାରାତ୍ମକ ଶକ୍ତି ଦୂର କରିଥାଏ। ଘରେ ସକାରାତ୍ମକ ଶକ୍ତି ସର୍ବଦା ରହିବା ପାଇଁ
ପୂଜା ଘରେ 3 ଥର ନିଶ୍ଚୟ ଘଣ୍ଟି ବଜାନ୍ତୁ। ଏହା ଘରେ ସୁଖ ଶାନ୍ତିର ବାତାବରଣ ରଖିଥାଏ। ଶୟନ କକ୍ଷରେ ସର୍ବଦା ହଳଦିଆ ରଙ୍ଗର ଶୟନ କକ୍ଷରେ ସବୁବେଳେ ହଳଦିଆ ରଙ୍ଗର ଅଧିକ ବ୍ୟବହାର କରିବେ। ଲାଲ ରଙ୍ଗର ମଧ୍ୟ ବ୍ୟବହାର କରିପାରିବେ। ଏହି ରଙ୍ଗର ପ୍ରୟୋଗ କରିବା ଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ହୋଇଥାଏ। ଘରେ ସୁଖ ଶାନ୍ତିର ବାତାବରଣ ରହିଥାଏ। ଶୟନ କକ୍ଷରେ ଜିନିଷ ସର୍ବଦା ସଠିକ୍ ସ୍ଥାନରେ ରଖନ୍ତୁ, ଏଣେ ତେଣେ ପକାନ୍ତୁ ନାହିଁ। ଦ୍ରବ୍ୟ ସଠିକ୍ ଭାବରେ ନ ରହିଲେ ଦାମ୍ପତ୍ୟ ଜୀବନର କଳହ ସୃଷ୍ଟି ହୋଇଥାଏ। ଆପଣ ବେଡ଼ରୁମ୍ରେ ଯଦି ଜିନିଷ ଏପଟ ସେପଟ ପଡ଼ିକି ରହିଛି, ଠିକ୍ ଜାଗାରେ ସବୁ ଜିନିଷ ନ ରହିଛି, ତାହେଲେ ଆପଣଙ୍କ ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇଥାଏ। ଶୟନ କକ୍ଷରେ କୌଣସି ପଶୁଙ୍କ ଫଟୋ ଲଗାନ୍ତୁ ନାହିଁ। ଖଟ ସମ୍ମୁଖରେ ଦର୍ପଣ ରଖନ୍ତୁ ନାହିଁ। ଯଦି ଆପଣଙ୍କ ଡ୍ରେସିଂ ଟେବୁଲ୍ କି ଦର୍ପଣ କିଛି ଅଛି, ତ ଦେଖିବେ ଯେମିତି ଆପଣ ଶୋଇଲା ବେଳେ ଖଟରେ ସେଇଟା ପ୍ରତିବିମ୍ବଟା ଯେମିତି ଅଇନାରେ ନ ଦେଖାଯାଏ। ତ ସେଇ ଅନୁସାରେ ଅଇନାଟାକୁ ରଖିବେ, ଯେମିତି ଆପଣଙ୍କ ଛବି ସେ ଅଇନାରେ ଦେଖାଯିବନି। ବାସ୍ତୁ ଟିପ୍ସ ଅନୁଯାୟୀ ଘରର ସଠିକ୍ ସ୍ଥାନରେ ରଖନ୍ତୁ ଆସବାବପତ୍ର, ମିଳିବ ଶୁଭଫଳ। ସବୁ ଘରର ଆସବାବପତ୍ର ବାସ୍ତୁ ଅନୁସାରେ କେଉଁଠି ସବୁ ରଖିଲେ ଶୁଭଫଳ ମିଳିଥାଏ। ତ ଚାଲନ୍ତୁ ଜାଣିବା ଏବେ। ଯେପରି ବାସ୍ତୁଶାସ୍ତ୍ର ଅନୁସାରେ ଘର ନିର୍ମାଣ କରିବା ଉଚିତ, ସେହିପରି ବାସ୍ତୁ ନିୟମ ଅନୁଯାୟୀ ଘରର ଆସବାବପତ୍ର ରଖିବା ଉଚିତ। ବାସ୍ତୁ ଟିପ୍ସ ଅନୁଯାୟୀ ଘରେ ଆସବାବପତ୍ର ସଜାଇ ରଖିଲେ ଶୁଭଫଳ ମିଳିଥାଏ। ତେବେ ଆସନ୍ତୁ ଜାଣିବା ବାସ୍ତୁ ଟିପ୍ସ ଅନୁଯାୟୀ ଘରର କେଉଁ ସ୍ଥାନରେ କେଉଁ ଜିନିଷ ରଖିବେ। ବାସ୍ତୁ ଅନୁସାରେ ଘରର 4ଟି କୋଣ ରହିଛି: ଈଶାନ୍ୟ କୋଣ, ନୈଋତ୍ୟ କୋଣ, ଆଗ୍ନେୟ କୋଣ ଏବଂ ବାୟବ କୋଣ। ଈଶାନ୍ୟ କୋଣରେ ଜଳ ଏବଂ ଭଗବାନ ଶିବଙ୍କୁ ରଖିବା ଅତ୍ୟନ୍ତ ଶୁଭ। ଏହି କୋଣର ସ୍ୱାମୀ ହେଉଛନ୍ତି ଗୁରୁ ଗ୍ରହ। ଏହି ସ୍ଥାନରେ ପୂଜା ଘର ଆଉ ମାଠିଆ, କୂଅ, ବୋରିଂ ବା ପାଣି ଟାଙ୍କି ଆଦି ରଖିବା ଉଚିତ। ଆଗ୍ନେୟ କୋଣ ଅଗ୍ନି ଏବଂ ମଙ୍ଗଳର ସ୍ଥାନ। ଶୁକ୍ର ଗ୍ରହ ଏହି ସ୍ଥାନର ସ୍ୱାମୀ। ଆଗ୍ନେୟ କୋଣରେ ରୋଷେଇ ଘର ବା ବୈଦ୍ୟୁତିକ ସାମଗ୍ରୀ ରଖିପାରିବେ। ବାୟବ କୋଣ ହେଉଛି ବାୟୁର ସ୍ଥାନ। ଏହି କୋଣର ସ୍ୱାମୀ ହେଉଛନ୍ତି ଚନ୍ଦ୍ର ଗ୍ରହ। ଏହି କୋଣରେ ଝରକା ରହିବା ଅତି ଉତ୍ତମ। ଏହି ସ୍ଥାନରେ ଗେଷ୍ଟ ରୁମ୍ ବା ଅତିଥି କକ୍ଷ ରଖିପାରିବେ। ନମ୍ବର 4 ହେଉଛି ନୈଋତ୍ୟ କୋଣ। ଏହା ହେଉଛି ପୃଥ୍ୱୀତ୍ୱର ସ୍ଥାନ। ଏହି କୋଣରେ ସ୍ୱାମୀ ହେଉଛନ୍ତି ରାହୁ ଓ କେତୁ। ଏହି ସ୍ଥାନରେ ଟିଭି, ରେଡ଼ିଓ, DVD DVD ପ୍ଲେୟର, ଯେ ଆଗରୁ ସବୁ କ୍ୟାସେଟ୍ ପରିକି ଦେଖୁଥିଲେ, ଯେ ଖେଳକୁଦର ସାମଗ୍ରୀ ଏହିସବୁ ରଖିବା ଉଚିତ। ନୈଋତ୍ୟ ଏବଂ ଦକ୍ଷିଣ କୋଣରେ ଆଲମାରି, ସୋଫା, ବେଞ୍ଚ ଆଦି ଓଜନିଆ ଜିନିଷ ରଖିପାରିବେ। ଏବେ କିଛି ସରଳ ବାସ୍ତୁ ଟିପ୍ସ ଜାଣିବା, ଯାହାଦ୍ୱାରା ଯାହା ଆପଣଙ୍କୁ କ'ଣ କରିବ ନା ଦୂର କରିବ ସବୁ ଯାହା ଧନ ସମ୍ବନ୍ଧୀୟ ସମସ୍ୟା। ଯଦି ଧନ ସମସ୍ୟା ଯାହା ସମସ୍ୟା ଅଛି, ଏହିସବୁ ବାସ୍ତୁ ଟିପ୍ସ ଦୂର କରିପାରିବ। ଘରେ କୌଣସି ବାସ୍ତୁ ଦୋଷ ରହିଲେ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଧନ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସହ ଅଯଥା କଳହ ଆଦି ଦେଖାଦେଇଥାଏ। ତେଣୁ କୁହାଯାଏ ବାସ୍ତୁ ଅନୁଯାୟୀ ଘର କରିବା ଉଚିତ। ତେବେ ଏପରି କିଛି ବାସ୍ତୁ ଟିପ୍ସ ଅଛି ଯାହାକୁ ଆପଣେଇବା ଦ୍ୱାରା ବାସ୍ତୁ ଦୋଷ ଦୂର ହେବା ସହ ଧନର ବୃଦ୍ଧି ହୋଇଥାଏ। ତ ଆସନ୍ତୁ ଜାଣିବା ସେମିତି କିଛି ବାସ୍ତୁ ଟିପ୍ସ ବିଷୟରେ। ଶୋଉଥିବା ଘରର ଝରକାରେ କ୍ରିଷ୍ଟାଲ ଲଗାନ୍ତୁ। ଏହାକୁ ଛୁଇଁ ଘର ଭିତରକୁ ଆସୁଥିବା ଆଲୋକ ସକାରାତ୍ମକ ପ୍ରଭାବ ପକାଏ, ଯାହା ଆପଣଙ୍କୁ ସୁସ୍ଥ ଏବଂ ଶକ୍ତିଶାଳୀ ରଖେ। ଏକ ଦର୍ପଣ ନେଇ ଏପରି ସ୍ଥାନରେ ଲଗାନ୍ତୁ ଯାହାର ପ୍ରତିଫଳନ ଆଲମାରୀ କିମ୍ବା ପଇସା ରଖିଥିବା ସ୍ଥାନରେ ଯେପରି ପଡ଼ୁଥିବ। ଏହା ବ୍ୟୟ କମ୍ କରିବାରେ ସହାୟତା କରିଥାଏ, ଆଉ ତା ସହିତ ସଞ୍ଚିତ ଧନକୁ ବୃଦ୍ଧି କରିବ। ଛାତରେ ଏକ ପାତ୍ରରେ ପାଣି ଏବଂ କିଛି ଖାଦ୍ୟ ରଖନ୍ତୁ, ଯାହାକୁ ସବୁଦିନ ପକ୍ଷୀମାନେ ଖାଇବେ। ବାସ୍ତୁ ବିଜ୍ଞାନ ଅନୁସାରେ ପକ୍ଷୀ ନିଜ ସହିତ ସକାରାତ୍ମକ ଶକ୍ତି ଆଣିଥାନ୍ତି, ଯାହା ଧନ ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ। ଆୟରେ ବାରମ୍ବାର ବାଧା ଉପୁଜୁଥିଲେ ଶୟନ କକ୍ଷରେ କିମ୍ବା ଘର କାନ୍ଥରେ ବାମ କୋଣରେ କିଛି ଓଜନିଆ ଜିନିଷ ରଖନ୍ତୁ। ବାଧା ଆଉ ଆସିବ ନାହିଁ। ଘରେ ଆକ୍ୱାରିୟମ୍ ରଖି ସେଥିରେ କଳା ଏବଂ ସୁନେଲି ରଙ୍ଗର ମାଛ ରଖନ୍ତୁ। ଏହା ଆପଣଙ୍କ ଘର ଉପରେ ପଡ଼ୁଥିବା ନକାରାତ୍ମକ ଶକ୍ତିକୁ ଦୂର କରିବାରେ ସହାୟକ ହୋଇଥାଏ। ଆକ୍ୱାରିୟମ୍ ଯଦି ରଖିବେ, ବେଡ଼ରୁମ୍ରେ କେବେ ରଖିବେନି, ତାକୁ ଆପଣ ଅଲଗା ଜାଗାରେ ରଖିପାରିବେ।